नमस्कार। ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏ ଭିଡିଓରେ ଆମେ ଆଲୋଚନା କରିବା ଗତ ଶନିବାର ଦିନ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯେଉଁ ଭୟାବହ ଯୁଦ୍ଧ ହେଇଛି ତାରି ଉପରେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ, କାରଣ ଆପଣମାନଙ୍କର ଗୋଟେ ଗୋଟେ ସବସ୍କ୍ରାଇବ ଆମକୁ ଗୋଟେ ନୂତନ ନୂତନ ତଥ୍ୟ ଓ ପ୍ରେରଣା ଯୋଗାଉଛି ନୂତନ ନୂତନ ଭିଡିଓ ତିଆରି କରି ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ। ତେବେ ଆସନ୍ତୁ ଆମେ ଆରମ୍ଭ କରିବା ଯେ ଗତ ଶନିବାର ଦିନ ରୁଷ ୟୁକ୍ରେନ ଉପରେ ଯୋଉ ଭୟାବହ ଅ, ଆକ୍ରମଣ କରିଛି, ତାର ମିଜାଇଲ ଆକ୍ରମଣ ଦ୍ଵାରା ବା ତାର ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଦ୍ୱାରା ଆକ୍ରମଣ କରିଛି, ବମ୍ ପକେଇଛି, ତା ଯାରି ଫଳରେ ୟୁକ୍ରେନର ରାଷ୍ଟ୍ରପତି ଅ, ଭ୍ଲାଦିମିର ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସ୍କି ସେ କହିଛନ୍ତି ଯେ ୟୁକ୍ରେନ ଗତ ଶନିବାର ଦିନ ରାତି ତମାମ ଆକ୍ରମଣ କରିଛି, ଯାହାରି ଫଳରେ ବର୍ତ୍ତମାନ ସୁଦ୍ଧା 3 ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆଉ କଣ ହେଇଛି ନା 30 ଜଣରୁ ଅଧିକ ଲୋକ ଆହତ ହେଇଛନ୍ତି ଏବଂ ସେମାନେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହଉଛନ୍ତି। এই କଥାଟି ଜଣେଇଛନ୍ତି ଅ, ୟୁକ୍ରେନର ରାଷ୍ଟ୍ରପତି ଭଲୋଡିମିର ଜେଲେନ୍ସ୍କି। ଭଲୋଡିମିର ଜେଲେନ୍ସ୍କି କହିଛନ୍ତି ଯେ ରୁଷ ତାର ପ୍ରତିପକ୍ଷ ଅ, ଶତ୍ରୁ ହିସାବରେ ଆମକୁ ବିଭିନ୍ନ ପ୍ରକାର ଆକ୍ରମଣ କରିବାରେ ଲାଗିଛି ଏବଂ ଭୟାବହ ଆକ୍ରମଣ କରୁଛି, ଯୋଉ ଆକ୍ରମଣ ଫଳରେ ଆମର ଜନସାଧାରଣଙ୍କର ଜୀବନ କ୍ଷୟକ୍ଷତି ହଉଛି। ତ ବର୍ତ୍ତମାନ ପରିପ୍ରେକ୍ଷୀରେ 3 ଜଣଙ୍କର ମୃତ୍ୟୁ ହେଇଛି ଏବଂ 30ରୁ ଅଧିକ ଲୋକ ଆପଣଙ୍କର ଆହତ ହେଇଛନ୍ତି ଏବଂ ସେ କହିଛନ୍ତି ଯେ ନାଗରିକ ଲୋକମାନଙ୍କୁ ଭୟଭୀତ କରିବା ପାଇଁ ଏବଂ ୟୁକ୍ରେନର ସମସ୍ତ ଅଞ୍ଚଳକୁ ନିଜ ଅକ୍ତିଆରକୁ ରଖିବା ପାଇଁ ଏବଂ ୟୁକ୍ରେନର ଯେତେ ସବୁ ଭିତ୍ତିଭୂମି ଅଛି, ଶିଳ୍ପାଞ୍ଚଳ ବୋଲନ୍ତୁ, ଆପଣଙ୍କର ଅ, ଅ, ସାମରିକ ଅଞ୍ଚଳ ବୋଲନ୍ତୁ ବା ଆପଣଙ୍କର କୋଠାବାଡି ବୋଲନ୍ତୁ ବା ଅଫିସ ପତ୍ର ବୋଲନ୍ତୁ ବା ମୂଲ୍ୟବାନ କୋଠା ବୋଲନ୍ତୁ, ଏ ସମସ୍ତ ଉପରେ ଟାର୍ଗେଟ କରିକି ସାମରିକ ବାହିନୀ ଦ୍ୱାରା ସେ ଆକ୍ରମଣ କରୁଛି ବାରମ୍ବାର। ବିଭିନ୍ନ ପ୍ରକାର ଆବାସିକ କୋଠା ଉପରେ ମଧ୍ୟ ସେ ବାରମ୍ବାର ଆକ୍ରମଣ କରୁଛି। କିଏ? ରୁଷ। କାହା ଉପରେ? ନା ୟୁକ୍ରେନ ଉପରେ। ଏଇଟା ଗୋଟେ କଠୋର ନିର୍ମମ ଭାବରେ ଆକ୍ରମଣ କରୁଛି, ଏଇ କଥାଟି ଭଲୋଡିମିର ଜେଲେନ୍ସ୍କି ଯେ କି ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି ଏବଂ ଏହାରି ପରିପ୍ରେକ୍ଷୀରେ ୟୁକ୍ରେନର ସେନାମାନେ ସେମାନେ କହିଛନ୍ତି ଗତ ଶନିବାର ଦିନ ଯେତେ ସବୁ ଆକ୍ରମଣ କରାଯାଇଛି, ଯାହା ଆମେ ଅନୁମାନ କରିଛୁ ବା ହିସାବ କରିଛୁ, ବର୍ତ୍ତମାନ ସୁଦ୍ଧା 619ଟି ଡ୍ରୋନ୍ ସହାୟତାରେ ୟୁକ୍ରେନର ସମସ୍ତ ଧ୍ୱଂସ ବିଧ୍ୱସ୍ତ କରିବା ପାଇଁ 619ଟି ଡ୍ରୋନ୍ ଦ୍ୱାରା ଆକ୍ରମଣ କରିଛନ୍ତି ବା ଡ୍ରୋନ୍ ଉଡ଼ାଣ କରିଛନ୍ତି। ସେ ମଧ୍ୟରୁ ୟୁକ୍ରେନ କିଛି ଡ୍ରୋନ୍କୁ ନଷ୍ଟ କରିବାରେ ସେ ସକ୍ଷମ ହେଇଛି ଏବଂ କିଛି ତାଙ୍କର ସମସ୍ତ କୋଠାବାଡିକୁ ନଷ୍ଟ କରିଛି ଏବଂ ଯାହା କହୁଥିଲେ ଜେଲେନ୍ସ୍କି ରାଷ୍ଟ୍ରପତି 3 ଜଣ ମୃତ୍ୟୁବରଣ କରିଛନ୍ତି ଏବଂ 30ରୁ ଅଧିକ ଆହତ ହେଇଛନ୍ତି। ଏବଂ ଏହି ପରିପ୍ରେକ୍ଷୀରେ ୟୁକ୍ରେନର ସାମରିକ ଶିଳ୍ପ ସୁବିଧା ଗୁଡ଼ିକୁ ଟାର୍ଗେଟ ମଧ୍ୟ କରିଛି ରୁଷ ଏବଂ ପୃଥକ ପୃଥକ ଭାବରେ ରୁଷ ସହରାଞ୍ଚଳର ବିଭିନ୍ନ ମୁଖ୍ୟ ମୁଖ୍ୟ ଅଞ୍ଚଳକୁ ବା ବିଭିନ୍ନ ସହର ଗୁଡ଼ିକୁ କୋଠାବାଡି ଉପରେ ଆକ୍ରମଣ କରିବା ଫଳରେ ପୁଣି 4 ଜଣ ଲୋକଙ୍କର ପ୍ରାଣ ହାନି ହେଇଛି ବା ମୃତ୍ୟୁବରଣ କରିଛନ୍ତି। ୟୁକ୍ରେନର ରାଜଧାନୀ କିଭ୍ କିଭ୍ ତରଫରୁ କୁହାଯାଇଛି ଯେ ସେଠାରେ ଏକ ପ୍ରମୁଖ ତୈଳ ବିଶୋଧନାଗାରକୁ ମଧ୍ୟ ଆକ୍ରମଣ କରାଯାଇଛି। କିଭ୍ର ପ୍ରମୁଖ ତୈଳ ବିଶୋଧନାଗାର ଅଛି, ସେ ତାକୁ ମଧ୍ୟ ରୁଷ ଛାଡ଼ିନି, ତାକୁ ମଧ୍ୟ ଆକ୍ରମଣ କରିଛି। ୟାରି ପାଲଟା ଜବାବ ନେଇକି କଣ କିଭ୍ ମଧ୍ୟ ରୁଷର ଯୋଉ ସମରାଭ୍ୟାସ ଅଞ୍ଚଳକୁ କ୍ଷେପଣାସ୍ତ୍ର ପ୍ରୟୋଗ କରିଛି ଏବଂ ସେମାନଙ୍କୁ ଆକ୍ରମଣ କରିଛି, ଯାହାରି ଫଳରେ ସେଇ ରୁଷର ଯୋଉ ସମରାଭ୍ୟାସ ଅଞ୍ଚଳରୁ 4 ଜଣଙ୍କର ମୃତ୍ୟୁ ହେଇଛି। ଏହି ପରିପ୍ରେକ୍ଷୀରେ ଘମାଘୋଟ ଯୁଦ୍ଧ ଚାଲିଛି। ଏଇ ଯୁଦ୍ଧରେ ଯେମିତିକି ଆପଣମାନଙ୍କର ଅ କୌଣସି ପ୍ରକାର ମାନବିକତାର ପରିଚୟ ମିଳୁନାହିଁ। ଏହି ପରିପ୍ରେକ୍ଷୀରେ ଆମେ ଯଦି କହିପାରିବା ବୁଝିପାରିବା ଯେ ଜିନିଷଟି ହେଲା ଯେ ବର୍ତ୍ତମାନ ସୁଦ୍ଧା ଯାହା ତାଦାଚିତ୍ର ଅଛି, 508ଟି ଡ୍ରୋନ୍ ଏବଂ 40ଟି କ୍ଷେପଣାସ୍ତ୍ର ମାଡ଼ କରିଛି ୟୁକ୍ରେନ ଉପରେ ରୁଷ, ଯଦ୍ୱାରା ବିଭିନ୍ନ ଅ, ରୁଷର ବିଭିନ୍ନ ମୂଲ୍ୟବାନ କୋଠାବାଡି ବା ଅଫିସ ପତ୍ର ବା ବିଭିନ୍ନ ଜୀବନ ମଧ୍ୟ ନେଇଛି। କିଛି ମନୁଷ୍ୟ ମଧ୍ୟ ସେଥିରେ ମୃତାହତ ହେଇଛନ୍ତି। ସେମାନଙ୍କ ମଧ୍ୟରେ 3 ଜଣଙ୍କର ମୃତ୍ୟୁ ହେଇଛନ୍ତି ଏବଂ ବ୍ୟାପକ କ୍ଷତି ହେଇଛି ଏବଂ କହିବାକୁ ଗଲେ ଯାହା ୟୁକ୍ରେନର ସୈନ୍ୟମାନେ କହିଛନ୍ତି ଯୋଉ 580ଟି ଡ୍ରୋନ୍ ସାହାଯ୍ୟରେ ସେମାନେ ଆକ୍ରମଣ କରିଛନ୍ତି ଏବଂ 40ଟି କ୍ଷେପଣାସ୍ତ୍ର ଇଏ କରିଛନ୍ତି, ଯାହାକି
ୟୁକ୍ରେନର ମୁଖ୍ୟ ମୁଖ୍ୟ ଜିନିଷ ଯୋଉଟା କି ଆପଣଙ୍କର ମାଇକଲ ବେନ୍, ଚେର୍ନିବିଲ୍ ଏବଂ ଜାପରିଝିଆ ଏଇଭଳିକା ମୁଖ୍ୟ ମୁଖ୍ୟ ଅଞ୍ଚଳ ଏବଂ ତୈଳ ଖଣି ଗୁଡିକ ମଧ୍ୟ ସେ ଆକ୍ରମଣ କରିଛନ୍ତି କିଏ ରୁଷ। ଯାହାରି ଫଳରେ ଜେଲେନ୍ସ୍କି ନିକଟ ଭବିଷ୍ୟତରେ ଯୋଉ ଆମେରିକାରେ ହେବାକୁ ଯାଉ ଯୋଉ ମିଟିଂ ହେବାକୁ ଯାଉଛି ଯୋଉଟା କି ଅ ଶିଖର ସମ୍ମିଳନୀ ହେବାକୁ ଯାଉଛି, ସେଇ ସମ୍ମିଳନୀରେ ଟ୍ରମ୍ପଙ୍କ ସହିତ ଦେଖା ସାକ୍ଷାତ କରି ଏଇ ଯୋଉ ୟୁକ୍ରେନର ଧ୍ୱଂସାବଶେଷ ଉପରେ ବା କ୍ଷୟକ୍ଷତି ଉପରେ ସେ ଜଣେଇବେ। ଏବଂ କାରଣ ୟା ପୂର୍ବରୁ ଭ୍ଲାଦିମିର ପୁଟିନଙ୍କ ସହିତ ସାକ୍ଷାତ କରି ଟ୍ରମ୍ପ ଯୋଉ ଅସ୍ତ୍ର ବିରତିର ଘୋଷଣା କରିବା ପାଇଁ ସେ ଯୋଉ ପ୍ରୟାସ କରିଥିଲେ, ସେ ଯୋଉ ଚେଷ୍ଟା କରିଥିଲେ, ସେ ଚେଷ୍ଟାକୁ ନେଇକି ସେ ଆତିଥ୍ୟ ଦେଇଥିଲେ, କିଏ ଟ୍ରମ୍ପ ଦେଇଥିଲେ ଭ୍ଲାଦିମିର ପୁଟିନଙ୍କୁ, ଯିଏକି ରୁଷର ରାଷ୍ଟ୍ରପତି, ତାକୁ ଆଖି ଆଗରେ ରଖି ବର୍ତ୍ତମାନ ଯୋଉ ମିଟିଂ ହବ ୟୁନାଇଟେଡ ଆପଣଙ୍କର ଅ ଶିଖର ସମ୍ମିଳନୀ ହବ, ସେ ଶିଖର ସମ୍ମିଳନୀରେ ଅ ଜେଲେନ୍ସ୍କି ଟ୍ରମ୍ପକୁ ଭେଟିବା ପାଇଁ ସେ ଅ, ଗୋଟେ ସୂଚୀ ରଖିଛନ୍ତି ବା ଆଜେଣ୍ଡା ରଖିଛନ୍ତି। ଯୋଉ ଆଜେଣ୍ଡା ପ୍ରକାରେ ତାର ସମସ୍ତ ବିବରଣୀ ଦେଖିବେ। ତ ୟାରି ପକ୍ଷରେ ଏଇ ଯୁଦ୍ଧରେ ଯେ ତାର ନାଟୋ ଅଞ୍ଚଳର କିଛି ଦେଶ ମଧ୍ୟ କହିଛନ୍ତି ଯେ ଡ୍ରୋନ ସହାୟତାରେ ବିଭିନ୍ନ ଜାଗାରେ ବିଭିନ୍ନ ସମୟରେ ଇଭେନ ଦ ନାଟୋର କିଛି ଅଞ୍ଚଳକୁ ମଧ୍ୟ ରୁଷ ଆକ୍ରମଣ କରିବାରେ ପଛାଇ ନାହିଁ। ସେ ବାରମ୍ବାର ଆକ୍ରମଣରେ ରହିଛି। ଯୁଦ୍ଧ ବିରତିର ଘୋଷଣା ହେବା ସତ୍ତ୍ୱେ ମଧ୍ୟ ସେ ବାରମ୍ବାର ଆକ୍ରମଣ କରୁଛି। ଏଇ କଥାଟି କହିଛନ୍ତି ନାଟୋର ଦୁଇ ଦୁଇ ସଦସ୍ୟ ଦେଶ ଦୁଇ ସଦସ୍ୟ ଦେଶ। ତ ଏଇ ପରିପ୍ରେକ୍ଷୀରେ ଯଦି କହିବାକୁ ଯିବା, ତାହେଲେ ବର୍ତ୍ତମାନ ସୁଦ୍ଧା ଯୋଉ 3 ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ବ୍ୟାପକ କ୍ଷତି ଘଟିଛି, ଏଇଟା କେବଳ ରୁଷର ଅମାନସିକ ଆକ୍ରମଣ ବା ୟୁକ୍ରେନର ଆଉ କଣ ତା ଭିତରେ ରହସ୍ୟ ଅଛି ଯୋ ଦ୍ୱାରା କି ରୁଷ ବାରମ୍ବାର ତାକୁ ଆକ୍ରମଣ କରୁଛି। ଆମେ ଜାଣିଛୁ କିଭ ଉପରେ ଯୋଉ ଅ, ବାରମ୍ବାର ଆକ୍ରମଣ କରୁଛି, କିଭର ଯେତେ ସବୁ ତୈଳ ଗାର ଅଛି ତାକୁ ମଧ୍ୟ ନଷ୍ଟ କରିବାକୁ ଚେଷ୍ଟା କରୁଛି, ବା ପରମାଣୁ ଅଞ୍ଚଳ ଗୁଡିକୁ ମଧ୍ୟ ନଷ୍ଟ କରିବାକୁ ଚେଷ୍ଟା କରୁଛି। ଏଇଭଳି ଭାବରେ ରୁଷ ତାର ସମସ୍ତ ପ୍ରକାର ସତ୍ତା ହରାଇବାକୁ ଚେଷ୍ଟା କରୁଛି। କିନ୍ତୁ ଅପରପକ୍ଷରେ ୟୁକ୍ରେନ ୟୁକ୍ରେନ ମଧ୍ୟ ତାର ଜବାବ ଦେଇ ରୁଷର କିଛି କିଛି ମୁଖ୍ୟ ମୁଖ୍ୟ ଜିନିଷକୁ ସେ ଆକ୍ରମଣ କରିବାରେ ଜାରି ରଖିଛି। ତେବେ ଏଇ ଯୋଉ ଯୁଦ୍ଧ ଚାଲିଛି, ଏଇ ଯୁଦ୍ଧଟି ଆଗାମୀ ଦିନରେ ତୃତୀୟ ବିଶ୍ୱଯୁଦ୍ଧକୁ ଇଙ୍ଗିତ କରୁଛି ବୋଲିକି କହିବା କୌଣସି ଭୁଲ ହବ ନାହିଁ। କାରଣ ଏଇ ଯୁଦ୍ଧଟି ବର୍ତ୍ତମାନ 3 ରୁ 4 ବର୍ଷ ହେଲାଣି ଚାଲି ରହିଛି। ଦିନକୁ ଦିନ ଥମିବା ପରିବର୍ତ୍ତେ ଦିନକୁ ଦିନ ଅଧିକରୁ ଅଧିକ ମାତ୍ରାରେ ବଢି ଚାଲିଛି। ଯାହାରି ଫଳରେ ଏଇ ଯୋଉ ପ୍ରାକୃତିକ ବିପର୍ଯ୍ୟୟ ବା ପ୍ରାକୃତିକ ପରିବେଶ ଦୂଷିତ ହଉଛି, ତାହା ପୃଥିବୀ ପାଇଁ ଏକ ବିପଦର କାରଣ ଘଟୁଛି। ତେଣୁ ପୃଥିବୀବାସୀ ମଧ୍ୟ ଚିନ୍ତା କରିବା ଦରକାର, ପୃଥିବୀର ଜନନାୟକ ମାନେ ମଧ୍ୟ ଚିନ୍ତା କରିବା ଦରକାର, ଯେମିତିକି ଏଇ ଯୁଦ୍ଧ ବନ୍ଦ ହବ। କାରଣ ଯୋଉ ସବୁ ମିଜାଇଲ ୟୁଜ କରାହଉଛି, ଯୋଉ ସବୁ ଡ୍ରୋନ ୟୁଜ କରାହଉଛି, ତାହା ପୃଥିବୀର ପରିବେଶକୁ ସମ୍ପୂର୍ଣ୍ଣ ମାତ୍ରାରେ ଧ୍ୱସ୍ତ ବିଧ୍ୱସ୍ତ କରୁଛି ଏବଂ ଆଗାମୀ ପିଢି ପାଇଁ ଏଇଟା ଗୋଟେ ମୁଖ୍ୟ ପ୍ରଭେଦ ସୃଷ୍ଟି କରିବ ବା ପ୍ରତିବନ୍ଧକ ସୃଷ୍ଟି କରିବ ଜୀବନ ଯାପନ କରିବା ପ୍ରଣାଳୀରେ। ତେଣୁ ଏଇ ଭିଡିଓଟି ଆପଣମାନେ ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ରିକ୍ୱେଷ୍ଟ କରୁଛି ଅଧିକରୁ ଅଧିକ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।